ଯେମିତିକି ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆଉ 2 ଦିନ ପରେ ଆମର ଫେବୃଆରୀ ମାସ ଆରମ୍ଭ ହୋଇଯିବ ଏବଂ ତା ସହିତ ଫେବୃଆରୀ ମାସ 1 ତାରିଖରୁ ରାସନ କାର୍ଡକୁ ନେଇକି ଆମ ରାଜ୍ୟ ସରକାରଙ୍କ ତରଫରୁ ଆମ ରାଜ୍ୟ ଓଡ଼ିଶାରେ ଅନେକ ସାରା ନୂଆ ନୂଆ ନିୟମ ଲାଗୁ କରାଯିବ ଏବଂ ତା ସହିତ ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ଥିବେ ସେମାନଙ୍କର ରାସନ କାର୍ଡକୁ କାଟି ଦିଆଯିବ। ଆଉ ତା ସହିତ ଦର୍ଶକ ବନ୍ଧୁ ବର୍ତ୍ତମାନ ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯେଉଁ 10ଟି କାରଣ କହିବି ବା ଯେଉଁ 10ଟି ଭୁଲ କହିବି, ଯଦି ସେଇ 10ଟି ଭୁଲ ଭିତରୁ ଆପଣମାନେ କୌଣସି ଗୋଟେ ବି ଭୁଲ ମଧ୍ୟ କରିଥିବେ ତାହେଲେ ଆପଣଙ୍କର ରାସନ କାର୍ଡକୁ ତ କାଟି ଦିଆଯିବ, କିନ୍ତୁ ତା ସହିତ ଆପଣମାନଙ୍କୁ ଗୋଟିଏ ମୋଟା ଅଙ୍କର ଫାଇନ୍ ମଧ୍ୟ ଦେବାକୁ ପଡ଼ିବ। ତେବେ ଦର୍ଶକ ବନ୍ଧୁ ଏସବୁ ବିଷୟରେ ତ ଏସବୁ ଭିଡ଼ିଓରେ ଆମେମାନେ ଜାଣିବା ଏବଂ ତା ସହିତ ବର୍ତ୍ତମାନ ଆମର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଏହି ରାସନ କାର୍ଡକୁ ନେଇକି ଗୋଟିଏ ବଡ଼ ବୟାନ ବା ଗୋଟିଏ ବଡ଼ ଘୋଷଣା ମଧ୍ୟ କରିଛନ୍ତି, ଯାହା ବାବଦରେ ଆମର ଜନତା ବା ଆମର ଲୋକମାନେ ମଧ୍ୟ ନିହାତି ଭାବରେ ଜାଣିବା ଦରକାର। ନିଶ୍ଚିତ ଭାବରେ ଆପଣମାନେ ଭିଡ଼ିଓଟିକୁ ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ତା ସହିତ ଭିଡ଼ିଓକୁ ଗୋଟିଏ ଲାଇକ୍ କରିକି ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନିଅନ୍ତୁ। ତ ଦର୍ଶକ ବନ୍ଧୁ ବର୍ତ୍ତମାନ ଆପଣମାନେ ସ୍କ୍ରିନରେ ମଧ୍ୟ ଦେଖିପାରୁଥିବେ ଯେ ଆମର ଖବର ମଧ୍ୟ ପ୍ରକାଶିତ ହେଇଛି ଯେ ଜାନୁଆରୀ 31ରେ ଇ-କେୱାଇସି ଶେଷ ହେବ। ତେବେ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ରାସନ କାର୍ଡର ଇ-କେୱାଇସି ବର୍ତ୍ତମାନ ସରକାର କରୁଛନ୍ତି। ଯେଉଁ ପ୍ରୋସେସରେ ଆପଣଙ୍କ ପାଖରେ ଯଦି ଗୋଟିଏ ରାସନ କାର୍ଡ ରହିଛି ତାହେଲେ ଆପଣମାନଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଡିଲରଙ୍କ ପାଖକୁ ଯାଇକି ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ ହେଉ କିମ୍ବା ଆପଣଙ୍କର ଆଖି ସ୍କାନ କରିକି ହେଉ ଆପଣଙ୍କୁ ରାସନ କାର୍ଡର ଇ-କେୱାଇସି ବା ଆଧାର ଭେରିଫିକେସନ ମଧ୍ୟ କରିବାକୁ ପଡୁଛି ଏବଂ ଏହି ଆଧାର ଭେରିଫିକେସନ ବା ଏହି ଇ-କେୱାଇସି ଜରିଆରେ ସରକାର ବର୍ତ୍ତମାନ ଯାଞ୍ଚ କରୁଛନ୍ତି ଯେ ରାସନ କାର୍ଡର ଫାଇଦା ପାଇବା ପାଇଁ କେଉଁମାନେ ପ୍ରକୃତରେ ଯୋଗ୍ୟ ଏବଂ କେଉଁମାନେ ଅଯୋଗ୍ୟ। ଏବଂ ତା ସହିତ ଜାନୁଆରୀ 31 ତାରିଖ ଆପଣମାନଙ୍କର ଇ-କେୱାଇସିର ଶେଷ ତାରିଖ ରହିଛି। ଯେଉଁମାନେ ବି ଏହି 31 ତାରିଖ ଭିତରେ ରାସନ କାର୍ଡର ଇ-କେୱାଇସି କରୁନାହାନ୍ତି ସେମାନଙ୍କର ନାଁଟିକୁ ରାସନ କାର୍ଡରୁ କାଟି ଦିଆଯିବ। ତେବେ ଦେଖନ୍ତୁ ବର୍ତ୍ତମାନ ଆମର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାସନ କାର୍ଡକୁ ନେଇକି ଗୋଟିଏ ପ୍ରତିକ୍ରିୟା ବା ଗୋଟିଏ ଘୋଷଣା ମଧ୍ୟ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଜାନୁଆରୀ 31 ତାରିଖରେ କେୱାଇସି ଶେଷ ହେବ। ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କରୁଛନ୍ତି ମନ୍ତ୍ରୀ। ବୋଧେ ଭୟରେ କେୱାଇସି ପାଇଁ ଆସୁନାହାନ୍ତି, କିନ୍ତୁ ଶୀଘ୍ର ସରେଣ୍ଡର କଲେ ଭଲ। ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ଆମର ଯେଉଁ ଗାଁ ଗହଳି ରହିଛି ସେ ଜାଗାରେ ଏମିତି ବହୁତ ସାରା ଆମର ସରକାରୀ ବାବୁ ଅଛନ୍ତି ଯେଉଁମାନେ କି ଗଭର୍ଣ୍ଣମେଣ୍ଟ ଚାକିରି କରୁଛନ୍ତି ଏବଂ ତା ସହିତ ଭଲ ଇନକମ୍ କରୁଛନ୍ତି ଏବଂ ଯେଉଁମାନଙ୍କ ପାଖରେ ଅଧିକ ଜମି ରହିଛି ନିଶ୍ଚିତ ଭାବରେ ବର୍ତ୍ତମାନ ମନ୍ତ୍ରୀ ସେମାନଙ୍କୁ ତାଗିଦ କରିକି କହୁଛନ୍ତି ଯେ ଆପଣମାନେ ଯଦି ଏ ପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି, କାହିଁକି ନା ଆପଣମାନେ ମଧ୍ୟ ଜାଣିଛନ୍ତି ସେମାନେ ନିଜେ ନିଜେ ମଧ୍ୟ ବହୁତ ଚାଲାକି କରୁଛନ୍ତି। କାହିଁକି ନା ଯେତେବେଳେ ରାସନ କାର୍ଡର ଇ-କେୱାଇସି କରାଯାଉଛି ସେମାନେ କ'ଣ କରୁଛନ୍ତି ନା ଚାଲାକିର ସହିତ ଇ-କେୱାଇସି କରୁନାହାନ୍ତି। ଆଉ ସେମାନେ ଭାବୁଛନ୍ତି ଯଦି ଆମେ ଇ-କେୱାଇସି ରାସନ କାର୍ଡର କରିବୁ ନାହିଁ ତାହେଲେ ଆମର ରାସନ କାର୍ଡଟି କଟିବ ନାହିଁ ଆଉ ଆମେମାନେ ମଧ୍ୟ ରାସନ କାର୍ଡର ଫାଇଦା ପାଇବୁ। ତେବେ ସେଥିପାଇଁ ସେମାନେ ରାସନ କାର୍ଡର ଇ-କେୱାଇସି କରୁନାହାନ୍ତି, ଯାହାକୁ ନେଇକି ବର୍ତ୍ତମାନ ଆମର ମନ୍ତ୍ରୀ ମଧ୍ୟ ତାଗିଦ କରୁଛନ୍ତି ଯେ ଆପଣମାନଙ୍କ ପାଖରେ ଯଦି ରାସନ କାର୍ଡ ରହିଛି ଆପଣ ଯୋଗ୍ୟ ହୁଅନ୍ତୁ କି ଅଯୋଗ୍ୟ ହୁଅନ୍ତୁ, ଯାଇକି ଆପଣଙ୍କର ଇ-କେୱାଇସି କରନ୍ତୁ। ଇ-କେୱାଇସିରେ ଯେଉଁମାନଙ୍କର ଯାଞ୍ଚ ପରେ ଜଣାପଡ଼ିବ ଯେ ସେମାନେ ଅଯୋଗ୍ୟ ଅଟନ୍ତି ସେମାନଙ୍କର ରାସନ କାର୍ଡକୁ ସରକାର କାଟିଦେବେ, କିନ୍ତୁ ଯେଉଁମାନେ ଇ-କେୱାଇସି କରୁନାହାନ୍ତି ଆଉ ଅଯୋଗ୍ୟ ଅଛନ୍ତି ସେମାନଙ୍କୁ ବର୍ତ୍ତମାନ ମନ୍ତ୍ରୀ କହୁଛନ୍ତି ଯେ ଆପଣମାନେ ଯାଇକି ଆପଣଙ୍କ ରାସନ କାର୍ଡକୁ ସରେଣ୍ଡର କରିଦିଅନ୍ତୁ, ନଚେତ ଆପଣମାନଙ୍କୁ ଗୋଟେ ଫାଇନ୍ ମଧ୍ୟ ଦେବାକୁ ପଡ଼ିବ। ଯଦି ସରକାର ତାଙ୍କ ତରଫରୁ ଜାଣିଲେ ଯେ ଏହି ବ୍ୟକ୍ତି ଜଣକ ଅଯୋଗ୍ୟ ଥାଇକି ରାସନ କାର୍ଡର ସୁବିଧା ପାଉଛି ଆଉ ଏ ପର୍ଯ୍ୟନ୍ତ ଇ-କେୱାଇସି ମଧ୍ୟ ତାର କରିନାହିଁ, ତାହେଲେ ସରକାରଙ୍କ ତରଫରୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଫାଇନ୍ ମଧ୍ୟ ଲଗାଯିବ। ତେବେ ଦେଖନ୍ତୁ ଏଥିପାଇଁ ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି ଯେ ଇ-କେୱାଇସି ଯାଞ୍ଚ ଜାରି ରହିଥିବା ବେଳେ ପ୍ରତି ବ୍ଲକରେ 200ରୁ 300 ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି। ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ପାଇଁ ଆସୁନାହାନ୍ତି। ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି। ସୂଚନା ଅନୁଯାୟୀ ଗରିବଙ୍କ ରାସନ କାର୍ଡକୁ କବ୍ଜା କରି ବସିଥିବା ବଡ଼ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅଯୋଗ୍ୟ ହିତାଧିକାରୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ। ଯଦି ସରକାରଙ୍କୁ କାର୍ଡ ନ ଫେରାନ୍ତି ତାହେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ମଧ୍ୟ ରୋକଠୋକ ଶୁଣାଇ ଦେଇଛନ୍ତି। ତେବେ ଦର୍ଶକ ବନ୍ଧୁ ଯେମିତିକି ଆପଣମାନଙ୍କୁ ମୁଁ କହିଲି ଯେ ବର୍ତ୍ତମାନ ଯେଉଁ ରାସନ କାର୍ଡର ଇ-କେୱାଇସି ଯାଞ୍ଚ କରାଯାଉଛି ସେହି ଇ-କେୱାଇସିର ଯାଞ୍ଚ ବେଳେ ପ୍ରତି ବ୍ଲକରୁ 200ରୁ 300 ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି, ଯେଉଁମାନଙ୍କ ଭିତରେ ଆମର ଶିକ୍ଷକ,
ଡାକ୍ତର ଏବଂ ଅଧ୍ୟାପକ ମଧ୍ୟ ରହିଛନ୍ତି ଏବଂ କିଛି ବଡ଼ ବଡ଼ିଆ ମଧ୍ୟ ରହିଛନ୍ତି ଯେଉଁମାନେ କି ବିଜନେସ୍ କରିକି ଭଲ ଟଙ୍କା ଇନକମ୍ କରୁଛନ୍ତି କିମ୍ବା ଯେଉଁମାନଙ୍କ ପାଖରେ ଅଧିକ ଜମିବାଡ଼ି ରହିଛି ବା ପ୍ରକୃତରେ ଯେଉଁମାନେ ରାସନ କାର୍ଡର ସୁବିଧା ପାଇବା କଥା ନୁହଁ ତ ସେମାନେ ବର୍ତ୍ତମାନ କ'ଣ କରୁଛନ୍ତି ନା ଏହି ଇ-KYCରେ ଧରା ପଡ଼ୁଛନ୍ତି। କିନ୍ତୁ ଆମର ତ ବ୍ଲକରୁ କେବଳ 200 ରୁ 300 ଅଯୋଗ୍ୟ ହିତାଧିକାରୀ ଧରା ପଡ଼ୁଛନ୍ତି କିନ୍ତୁ ତା ସତ୍ତ୍ୱେ ବି ଏମିତି ବହୁତ ସାରା ଆହୁରି ଅଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନେ କି ଏପର୍ଯ୍ୟନ୍ତ ସେମାନଙ୍କର ରାସନ କାର୍ଡର ଇ-KYC ମଧ୍ୟ ଚାଲାକିର ସହିତ କରୁନାହାନ୍ତି। ତ ସେମାନଙ୍କୁ ବର୍ତ୍ତମାନ ଆମର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିକି କହୁଛନ୍ତି ଯେ ଆପଣମାନେ ଶୀଘ୍ର ଆପଣଙ୍କ ରାସନ କାର୍ଡର ଇ-KYC କରନ୍ତୁ ନଚେତ ଆପଣଙ୍କ ରାସନ କାର୍ଡକୁ ସରେଣ୍ଡର କରିଦିଅନ୍ତୁ ଯଦି ଆପଣମାନେ ରାସନ କାର୍ଡର ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ନୁହନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ରାସନ କାର୍ଡର ସୁବିଧା କେଉଁମାନେ ପାଇପାରିବେ ବା କେଉଁମାନଙ୍କର ରାସନ କାର୍ଡଟି ବର୍ତ୍ତମାନ କଟିବ ବା ରାସନ କାର୍ଡର ଅଯୋଗ୍ୟ ମାନଦଣ୍ଡ କ'ଣ ରହିଛି। ତ ଚାଲନ୍ତୁ ସେ ବାବଦରେ ମଧ୍ୟ ମୁଁ ଏ ଭିଡ଼ିଓରେ ଆପଣମାନଙ୍କୁ କହୁଛି ଆପଣମାନେ ଧ୍ୟାନର ସହିତ ଦେଖନ୍ତୁ। ତ ଦେଖନ୍ତୁ ଦର୍ଶକ ବନ୍ଧୁ ଏ ଜାଗାରେ ମୁଁ ଆପଣମାନଙ୍କୁ ମଧ୍ୟ 12ଟି ପଏଣ୍ଟ କହିଛି ଯେଉଁ 12ଟି ପଏଣ୍ଟ ଭିତରୁ ବା ଯେଉଁ 12ଟି ଭୁଲ ଭିତରୁ ଯଦି ଆପଣମାନେ କୌଣସି ଗୋଟିଏ ଭୁଲ କରୁଛନ୍ତି ତାହେଲେ ଆପଣଙ୍କର ରାସନ କାର୍ଡଟି ଫେବୃଆରୀ 1 ତାରିଖରୁ କଟିବାକୁ ମଧ୍ୟ ଯାଉଛି। ଏମିତିକି ମଧ୍ୟ ସବୁଠାରୁ ପ୍ରଥମରେ ଯଦି ଆପଣଙ୍କ ପରିବାରରୁ କେହି ସରକାରୀ ଚାକିରି କରିଥିବେ ତାହେଲେ ମଧ୍ୟ ତାଙ୍କ ନାଁଟି ରାସନ କାର୍ଡରୁ କଟିବାକୁ ଯାଉଛି। ତାପରେ ଦେଖନ୍ତୁ ଯଦି ଆପଣଙ୍କ ପରିବାରରୁ କେହି ଇନକମ୍ ଟ୍ୟାକ୍ସ ଦେଉଥିବେ ତାହେଲେ ମଧ୍ୟ ତାଙ୍କ ନାଁଟି ବା ତାଙ୍କ ପରିବାରର ରାସନ କାର୍ଡଟି କଟିବାକୁ ଯାଉଛି। ତାପରେ ଦେଖନ୍ତୁ ଯଦି ଆପଣଙ୍କ ପରିବାରରୁ କାହାର 4 ଚକିଆ ଗାଡ଼ି ଅଛି ଯେମିତିକି କାର ଟ୍ରାକ୍ଟର କିମ୍ବା ଅଧିକ ଚକିଆ ଗାଡ଼ି ତାଙ୍କର ମଧ୍ୟ ରାସନ କାର୍ଡଟି କଟିବାକୁ ଯାଉଛି। ଏୟାର କଣ୍ଡିସନ ବା ଏସି ଥିଲେ ମଧ୍ୟ ରାସନ କାର୍ଡଟି କଟିବ। ତା ସହିତ 3 ହେକ୍ଟର ବା 7.5 ଏକରରୁ ଅଧିକ ଜମି ଥିଲେ ରାସନ କାର୍ଡ କଟିବ। ଏବଂ ଦେଖନ୍ତୁ ଗ୍ରାମାଞ୍ଚଳରେ ରହୁଥିଲେ ବାର୍ଷିକ ରୋଜଗାର 2 ଲକ୍ଷରୁ ଅଧିକ ହୋଇଥିଲେ ଆପଣଙ୍କ ରାସନ କାର୍ଡ କଟିବ ଯାହାକି ଆପଣଙ୍କର ମାସିକ 16,666 ଟଙ୍କା ରହିଛି। ତା ସହିତ ଦେଖନ୍ତୁ ସହରାଞ୍ଚଳରେ ରହୁଥିଲେ ବାର୍ଷିକ ରୋଜଗାର 3 ଲକ୍ଷରୁ ଅଧିକ ହୋଇଥିଲେ ରାସନ କାର୍ଡ କଟିବ ଯାହାକି ଆପଣମାନଙ୍କର 25,000ରୁ ଅଧିକ ରହିଛି ମାସିକ। ପ୍ଲଟ ଫ୍ଲାଟ କିମ୍ବା ଘର ସମେତ 100 ବର୍ଗ ମିଟରରୁ ଅଧିକ ଜମିର ଯଦି ମାଲିକ ଥିବେ ତାହେଲେ ମଧ୍ୟ ରାସନ କାର୍ଡ କଟିବ। 300 ୟୁନିଟରୁ ଅଧିକ ମାସିକ ବିଜୁଳି ବିଲ୍ ଆସୁଥିଲେ ତାହେଲେ ମଧ୍ୟ ରାସନ କାର୍ଡ କଟିବ। ଭୁଲ ଡକ୍ୟୁମେଣ୍ଟ ଦେଇ ରାସନ କାର୍ଡ ପାଇଥିଲେ ମଧ୍ୟ ରାସନ କାର୍ଡ କଟିଯିବ। ଲାଇସେନ୍ସ ପ୍ରାପ୍ତ ଅସ୍ତ୍ର ଥିଲେ ମଧ୍ୟ ରାସନ କାର୍ଡ କଟିବ। ଇ-KYC କରିନଥିଲେ ମଧ୍ୟ ରାସନ କାର୍ଡ କଟିବ। ଏବଂ ଯେଉଁମାନେ ପ୍ରକୃତରେ ଅଯୋଗ୍ୟ ଥିବେ ଆଉ ଚାଲାକିର ସହିତ ଏପର୍ଯ୍ୟନ୍ତ ରାସନ କାର୍ଡର ଇ-KYC କରୁନଥିବେ ଯଦି ସେମାନଙ୍କୁ ସରକାର ଧରୁଛନ୍ତି ତାହେଲେ ତାଙ୍କର ତ ରାସନ କାର୍ଡ କଟିବ ଏବଂ ତା ସହିତ ତାଙ୍କୁ ଗୋଟିଏ ମୋଟା ଅଙ୍କର ଫାଇନ ମଧ୍ୟ କରାଯିବ। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଆପଣମାନେ ପୁରା ଡିଟେଲ୍ସରେ ଜାଣିଗଲେ ଏବଂ ତା ସହିତ ଭିଡ଼ିଓର ଶେଷରେ ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ ମଧ୍ୟ ମୁଁ କରିବି ଯେ ଯେଉଁମାନେ ପ୍ରକୃତରେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ଅଟନ୍ତି ଆଉ ଯଦି ସେମାନେ ଏପର୍ଯ୍ୟନ୍ତ ରାସନ କାର୍ଡର ଇ-KYC କରିନାହାନ୍ତି ତାହେଲେ ଶୀଘ୍ର ଯାଇକି ଆପଣମାନେ ଏହି 2 ଦିନ ଭିତରେ ଆପଣଙ୍କ ଡିଲରଙ୍କ ପାଖରେ ଏହି ରାସନ କାର୍ଡର ଇ-KYC କରିନିଅନ୍ତୁ ଯାହାଦ୍ୱାରା ଆପଣମାନେ ରାସନ କାର୍ଡର ସମସ୍ତ ସୁବିଧା ମଧ୍ୟ ପାଇପାରିବେ। ଏବଂ ତା ସହିତ ଆପଣମାନେ କ'ଣ କରିବେ ନା ଆପଣଙ୍କ ମୋବାଇଲ ଫୋନରେ ରାସନ କାର୍ଡର ଇ-KYCର ଷ୍ଟାଟସକୁ ମଧ୍ୟ ଚେକ୍ କରିନେବେ ଯେ ବର୍ତ୍ତମାନ ଆପଣଙ୍କ ରାସନ କାର୍ଡର ଇ-KYCଟି ସକ୍ସେସ୍ ଅଛି ନା ଆପଣଙ୍କର ଅନସକ୍ସେସଫୁଲ ଅଛି। କାହିଁକି ନା ଯଦି ଆପଣମାନେ ତ ଭାବୁଥିବେ ରାସନ କାର୍ଡର ଇ-KYC ମୁଁ କରିନେଇଛି କିନ୍ତୁ ଯଦି ଆପଣଙ୍କର ଏପଟେ ସକ୍ସେସ୍ ହୋଇନଥିବ ତାହେଲେ ମଧ୍ୟ ଆପଣଙ୍କ ରାସନ କାର୍ଡଟି ମଧ୍ୟ କଟିଯାଇପାରେ। ତ ନିଶ୍ଚିତ ଭାବରେ ଆପଣମାନେ ମଧ୍ୟ ରାସନ କାର୍ଡର ଇ-KYCକୁ ଚେକ୍ କରନ୍ତୁ। ତ କେମିତି ଆପଣମାନେ ଆପଣଙ୍କ ମୋବାଇଲ ଫୋନରେ ଚେକ୍ କରିପାରିବେ ତ ସେ ନେଇକି ମଧ୍ୟ ଆମ ଚ୍ୟାନେଲରେ ଭିଡ଼ିଓ ଅପଲୋଡ଼ ଅଛି। ତ ସେଇ ଭିଡ଼ିଓଟିକୁ ଆପଣମାନେ ଦେଖି ନିଅନ୍ତୁ ଏବଂ ଦେଖି ସାରିଲା ପରେ ଆପଣମାନେ ନିଜେ ଆପଣଙ୍କ ମୋବାଇଲ ଫୋନରେ ରାସନ କାର୍ଡର ଇ-KYCର ଷ୍ଟାଟସକୁ ଚେକ୍ କରିପାରିବେ ଏବଂ ଆପଣ ନିଜେ ଜାଣିପାରିବେ ଯେ ଆପଣଙ୍କ ରାସନ କାର୍ଡର ଇ-KYC ସକ୍ସେସ୍ ଅଛି ନା ଅନସକ୍ସେସ୍ ଅଛି। ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ ଆଜିର ଭିଡ଼ିଓରେ ଏତିକି। ପୁଣି ଦେଖାହେବ ଆପଣମାନଙ୍କ ସହିତ ଆଉ ଗୋଟିଏ ନୂଆ ଭିଡ଼ିଓରେ। ତ ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି ଜୟ ଜଗନ୍ନାଥ।